It is biblically is proven. One is misusing his money, poverty will come, destruction will come, famine will come to his life. One is misusing his money. This is what the Bible is very clearly, very thoroughly is proving. Luke chapter 15, 14, 15, it clearly is proving. ଯେଉଁ ଲୋକ ତାର ପଇସାକୁ ମିସୟୁଜ୍ କରୁଅଛି, ବର୍ବାଦ କରୁଛି, ବେକାର ଜାଗାରେ ଲଗାଉଛି, ତା ଜୀବନର ବିନାଶ ଆସିବ, ତା ଜୀବନର ଅଭାବ ଘଟିବ, ତା ଜୀବନର ଦୁର୍ଭିକ୍ଷ ଘଟିବ, ଖାଇବା ପାଇଁ ମିଳିବ ନାହିଁ, ପିନ୍ଧିବା ପାଇଁ ମିଳିବ ନାହିଁ, ରହିବା ପାଇଁ ମିଳିବ ନାହିଁ। ଏହା ବାଇବେଲ ସ୍ପଷ୍ଟ ଭାବରେ କ୍ଲିୟର ଭାବରେ ପ୍ରୁଭ୍ କରୁଅଛି। ଲୁକ ଚାପ୍ଟର 15, 14, 15ରେ ପ୍ରୁଭ୍ କରୁଅଛି। So I would say to you, I would remind to you, don't misuse your money, anything that you have, making the best use of your money. ମୁଁ ଆପଣଙ୍କୁ ଏତିକି କହିବା ପାଇଁ ଚାହୁଁଛି, ଏତିକି ଆପଣଙ୍କୁ ମନେ ପକାଇ ଦେବା ପାଇଁ ଚାହୁଁଛି, ଯେଉଁ ମଧ୍ୟ ପଇସା ହେଉଛି ଆପଣଙ୍କ ପାଖରେ, ସେ ପଇସାକୁ ଭୁଲ ଜାଗାରେ ନ ଲଗାଇ ଉଚିତ ଜାଗାରେ ଲଗା, ଭଲ ଜାଗାରେ ଲଗା, ଭଲ କିଛି କରିବା ପାଇଁ ଲଗା, ଭଲ ଜାଗାରେ ଇନଭେଷ୍ଟ କର। ନହେଲେ ଆପଣଙ୍କ ଜୀବନ ଦୁର୍ଭିକ୍ଷ ଘଟିବ, ଅଭାବ ଘଟିବ, ବିନାଶ ଆସିବ ଯଦି ପଇସା ମିସୟୁଜ୍ କରୁଅଛନ୍ତି। ଖାଇବା ପାଇଁ ମିଳିବ ନାହିଁ, ପିନ୍ଧିବା ପାଇଁ ମିଳିବ ନାହିଁ। ସତ୍ୟ କଥାକୁ ଜାଣି ରଖନ୍ତୁ। ଏଇଟା ମୁଁ କହୁନାହିଁ, ବାଇବେଲ ପ୍ରୁଭ୍ କରୁଅଛି। ବିଲିଭ୍ ଇନ୍ ଦ ସ୍କ୍ରିପଚର, ନଟ୍ ଇନ୍ me. So I would remind you once again, use your money to create something, to build something, to know something, to achieve something. Don't misuse it. This is what I am telling you, reminding. ମୁଁ ଆପଣଙ୍କୁ ଏତିକି ମନେ ପକାଇ ଦେବା ପାଇଁ ଚାହୁଁଛି, ଯେଉଁ ମଧ୍ୟ ପଇସା ଅଛି ଆପଣଙ୍କ ପାଖରେ, କିଛି ଜାଣିବା ପାଇଁ, କିଛି ଶିଖିବା ପାଇଁ, କିଛି ପାଇବା ପାଇଁ, କିଛି ହାସଲ କରିବା ପାଇଁ ସେ ପଇସାକୁ ଲଗାନ୍ତୁ। ସେ ପଇସାକୁ ଇନଭେଷ୍ଟ କରନ୍ତୁ, ଉଚିତ ଜାଗାରେ ଲଗାନ୍ତୁ, ବେକାର ଜାଗାରେ ଲଗାନ୍ତୁ ନାହିଁ, ବେକାର ଜାଗାରେ ୱେଷ୍ଟ କରନ୍ତୁ ନାହିଁ। ପଇସାକୁ ଭଲ ଜାଗାରେ ଇନଭେଷ୍ଟ କରନ୍ତୁ, ତାହେଲେ ପଇସା ଆପଣମାନଙ୍କୁ ସଫଳତା କରେଇବ। Don't misuse your money. This is what I am telling and reminding. Otherwise poverty will come, destruction will come, famine will come to your life. This is what the Bible is proving. This is not I am saying.